পশ্চিমবঙ্গে বিজেপি কু অড়ুয়া হয়ে যাই ক্যাট কলিং। আপনার কবে ক্যাট কলিং কোণ? ক্যাট কলিং হচ্ছে অমিত শাহ কইদেইছেন, এই দিদি মোদি আগু কইলে দিদি ও দিদি ইয়াকু নেই রাজনীতি পশ্চিমবঙ্গে জোরদার ধরিছি। মা মাটি মানুষ মাছে ভাতে বঙ্গালী পরে ইয়ে দেখন্তু যেমতি অমিত শাহ গোটে রালিরে টার্গেট কରୁ କରୁ ମମତା ବାନାର୍ଜୀଙ୍କୁ ଏଇ ଦିଦି ଏଇ ଯେଉଁ ଟୋନ୍ ନୋଟ୍ରେ କହିଛନ୍ତି, ୟା ପରେ ମହୁଆ ମିତ୍ର, ସାଇନି ଘୋଷ, କଲ୍ୟାଣ ବାନାର୍ଜୀ, ଅଭିଷେକ ବାନାର୍ଜୀ ଇଏ ସମସ୍ତେ ଏବେ ବିଜେପିକୁ ଟାର୍ଗେଟ୍ କରୁଛନ୍ତି ଓମେନ୍ ରିଜର୍ଭେସନ୍ ବିଲ୍କୁ ନେଇ। କେମିତି ଯେ ମହିଳାଙ୍କ କଥା କହୁଥିବା ବିଜେପି ପଶ୍ଚିମବଙ୍ଗରେ କେମିତି ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଅପମାନ କରୁଛି, ୟାକୁ ଯୋଡ଼ି ଜୋରଦାର ରାଜନୀତି। ବଡ଼ କଥା ହେଉଛି, ମୁଁ ଆପଣଙ୍କୁ କହିଥିଲି ଯେ ମୁଁ ପୁରା ଭିଡ଼ିଓ ଦେଖିଲି ଧର୍ମେନ୍ଦ୍ର ବାବୁଙ୍କର ମାପି ଛୁପି ଶବ୍ଦର ପ୍ରୟୋଗ କରୁଛନ୍ତି ମମତା ବାନାର୍ଜୀଙ୍କୁ ନେଇ। କାରଣ ବିରୋଧୀମାନେ ମହିଳା ସଂରକ୍ଷଣ ବିଲ୍କୁ କାଟି ଦେଇଛନ୍ତି ବା ଭୋଟ୍ ତା ବିରୋଧରେ ଦେଇଛନ୍ତି। ୟାକୁ ନେଇ ବିଜେପି ରାଜନୀତି କରୁଛି। ପ୍ରତି ରାଜ୍ୟରେ ପ୍ରତି ଜିଲ୍ଲାରେ ବିଜେପିର ଆନ୍ଦୋଳନ ହେଉଛି। ତାରି ଭିତରେ ପଶ୍ଚିମବଙ୍ଗରେ ଯଦି ଶବ୍ଦଗତ ଗୋଟି ଚାଳନା ଏପଟ ସେପଟ ହେଇଯିବ ତାହେଲେ ଅସୁବିଧା ହେବ। ଆପଣ ଦେଖନ୍ତୁ ଯେ ଯେଉଁ ଭୁଲକୁ ଟିଏମ୍ସି ଅପେକ୍ଷା କରିଥିଲା ସେଇ ଭୁଲଟା ଅମିତ ଶାହ କରିଦେଲେ। ଏବେ ନଜର ରହିବ ଯେ କେମିତି ବିଜେପି ୟାକୁ ରୋକିବ। କାରଣ କଲ୍ୟାଣ ବାନାର୍ଜୀ ପୁରା ଡାଟା ଦେଇଥିଲେ ଯେ କେତେ ଆପଣଙ୍କର ସାଂସଦ ଅଛନ୍ତି ଲୋକସଭାରେ ଏବଂ ଟିଏମ୍ସିର କେତେ ସାଂସଦ ଅଛନ୍ତି ଲୋକସଭାରେ ମହିଳାମାନେ, ତାର ଗୋଟିଏ ପୁରା କମ୍ପାରେଟିଭ୍ ଡାଟା ଦେଇଥିଲେ। ସେଠି ଧୋଇଥିଲେ। ଏମାନେ ଅପେକ୍ଷା କରିଥିଲେ ଆଉ ଗୋଟେ ପଏଣ୍ଟକୁ ଯେ କେଉଁଠି ଖସିବ ଟାର୍ଗେଟ୍ କରିବେ। ସେ ପଏଣ୍ଟ ଏବେ ମିଳିଯାଇଛି ଅମିତ ଶାହଙ୍କ ଭାଷଣରୁ।